ଏବେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଘର କରିଛି କି ଅନୁଭବ ମହାନ୍ତିଙ୍କ ରାବଣ ମୁଭି ପରେ କେଉଁ ମୁଭି ଆସିବାକୁ ଯାଉଛି। ତ ସେଇ ବିଷୟରେ କଥା ହେବା ଏଇ ଭିଡ଼ିଓରେ। ତା ଆଗରୁ ଜାଣିବା ପାଇଁ ଭିଡ଼ିଓଟିକୁ ଲାଇକ୍ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତ ମେନ୍ କଥା ହେଉଛି ରାବଣ ମୁଭି ଯାହା ଗୋଟେ ବିଗ୍ ବଜେଟ୍ ମୁଭି ଯେଉଁଟାକି ପେନ୍ ଇଣ୍ଡିଆ ରିଲିଜ୍ ହେବାକୁ ଯାଉଛି। ଆଉ ସମସ୍ତଙ୍କର ଆଶା କି ଏଇ ମୁଭିଟି ଭଲ ପଇସା କଲେକ୍ଟ କରିବ। ବାକି ମେନ୍ ପ୍ରଶ୍ନ ଏଇଆ ଉଠୁଛି କି ଅନୁଭବ ମହାନ୍ତି ଏଇ ମୁଭି ପରେ କେଉଁ ମୁଭି କରିବାକୁ ଯାଉଛନ୍ତି। तो मेन कथा होची से कथा ଏବେ ନା ରିଲିଜ୍ ହେଇନାହିଁ, ନା କିଛି ଆନାଉନ୍ସ କରାଯାଇ ନାହିଁ। କିଛି ଲୋକ କହୁଛନ୍ତି ଅଭିମନ୍ୟୁ 2 ଆସିବ, ବଟ୍ ଅଭିମନ୍ୟୁ 2 ନୁହେଁ, ଆଉ ଗୋଟେ ନୂଆ ମୁଭି ଆସିବ ଯେଉଁଥିରେ କି ସେ ଏବେ କାମ शुरू କରିଦେଇଛନ୍ତି, ଯାହାର ଗୋଟେ ଭିଡ଼ିଓ ଆସିଥିଲା ୟୁଟ୍ୟୁବରେ ଯାଇକି ସମସ୍ତେ ଦେଖିଛନ୍ତି। ବାକି ମେନ୍ କଥା ହେଉଛି ସେଥିରେ ଟାଇଟଲ୍ କିଛି ବି ରିଲିଜ୍ କରାଯାଇ ନାହିଁ। ଅଭିମନ୍ୟୁ 2ର ବି ସୁଟିଂ ହେବାର ଥିଲା, କ'ଣ ହେଲା ତାହା ତ ହେବ ନିହାତି, କାହିଁକି ନା ଅଭିମନ୍ୟୁ 2 ଆସିବ ବୋଲି ଅନୁଭବ ମହାନ୍ତି ଆନାଉନ୍ସ କରିଥିଲେ ଗୋଟେ ଷ୍ଟେଜ୍ ଉପରେ। ତା ସହିତ ଆଉ ଗୋଟେ ମୁଭିକୁ ସାଇନ୍ ବି କରିସାରିଛନ୍ତି ଅନୁଭବ ମହାନ୍ତି, ଯାହା ପାଇଁକି ଏବେ ପୁରା ଅଡ଼ିଏନ୍ସ ମାନେ କ୍ରେଜି ହେଇକି ଅଛନ୍ତି ସେ ମୁଭିଟି କେବେ ଆସିବ, କେମିତି କ'ଣ ହେବ। ବାକି ରାବଣ ମୁଭିର ଟିଜର୍ ଆସିଲା ପରେ ରାବଣ ମୁଭି ପାଇଁ ଏବେ କ୍ରେଜ୍ ବଢ଼ିକି ଅଛି। ଆଉ ରାବଣ ମୁଭିର ଯେଉଁ କମ୍ପିଟର ମାନେ ଯେଉଁ ମୁଭି ଗୁଡ଼ାକ ଆସିବାକୁ ଯାଉଛି ସେମାନେ ରାବଣ ମୁଭିକୁ ପୁରା କମ୍ପିଟ୍ କରିବା ପାଇଁ ବି ପୁରା ତାଙ୍କର ଯୋଗାଡ଼ କରିଦେଇଛନ୍ତି। ଏବେ ଜଣାପଡ଼ିବ ଦଶହରାରେ କିଏ ରାଜା ହେବ କିଏ ନାହିଁ। तो आप मत निहाती कमेंट रे कहिबे कि कौ मूवीटी दशहरा रे हिरो होगा जाऊँगी। तो मैं निहाती मत कमेंट रे कहिबे। आउ एमती वीडियो जानबे देखिया चैनल को सब्सक्राइब कर देबे।